ଆମେ ତ ନିଶ୍ଚିତ ଭାବରେ କହିପାରିବା ଯେ ନବୀନ ଆଜି ସ୍ପଷ୍ଟ କଲା ପରେ ଯେ ତାଙ୍କର ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି ବୋଲି ନିଶ୍ଚିତ ଭାବରେ ବିରୋଧୀମାନଙ୍କ ମୁହଁରେ ତାଲା ପଡ଼ିଲା। ଏଥିରେ କିଛି ସନ୍ଦେହ ନାହିଁ। କିନ୍ତୁ ବିରୋଧୀମାନେ ଖାଲି ମିଛର ଯେଉଁ ଅପପ୍ରଚାର ଚଲାଇଥିଲେ ଯେ ପାଣ୍ଡିଆନ ହେଉଛନ୍ତି ନବୀନଙ୍କ ଉତ୍ତରାଧିକାରୀ ବୋଲି, ଏଇ ନବୀନ କଥା କହିଲା ପରେ ଯେ ତାଙ୍କ ଅପପ୍ରଚାର ବନ୍ଦ ହୋଇଯିବ ମୁଁ ସେଇଟା ଭାବୁନି। କାରଣ ନବୀନ ଆଜି ନୁହଁ, ନବୀନ ପୂର୍ବରୁ ମଧ୍ୟ କହିଥିଲେ ଯେ ତାଙ୍କର ଉତ୍ତରାଧିକାରୀ କିଏ ହେବ ସେ କଥା ଓଡ଼ିଶାର ଜନସାଧାରଣ ଡିସାଇଡ଼୍ କରିବେ। ଓଡ଼ିଶାର ଜନସାଧାରଣ ଯାହା ନିଷ୍ପତ୍ତି କରିବେ ତାହା ହିଁ ହେବ ପ୍ରକୃତ କଥା। ଏବଂ ନବୀନଙ୍କର ଉତ୍ତରାଧିକାରୀ ନିଷ୍ପତ୍ତି ନେବ, ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ନେବେ କେବଳ ଓଡ଼ିଶାବାସୀ। ଏକଥା ସେ ଆଗରୁ କହିଥିଲେ। ତଥାପି ମଧ୍ୟ ବିରୋଧୀ ଦଳ ବାରମ୍ବାର ସେ କଥା ପ୍ରଚାର ଚଳାଇଥିଲେ ଯେ ପାଣ୍ଡିଆନ ହେଉଛନ୍ତି ନବୀନଙ୍କ ଉତ୍ତରାଧିକାରୀ। ଏବଂ କେବଳ ଏତିକି ନୁହଁ, ନବୀନ ସମ୍ପୂର୍ଣ୍ଣ ରୂପେ ଅସୁସ୍ଥ, ସେ ଆଉ କିଛି ଭାବୁନାହାନ୍ତି, କିଛି କହିପାରୁନାହାନ୍ତି। ଏବଂ ଓଡ଼ିଶାକୁ ପ୍ରକ୍ସିରେ ଚଲାଇଛନ୍ତି ନବୀନ ପଟ୍ଟନାୟକଙ୍କୁ ଚୁପଚାପ ବସାଇ ଦେଇ ନବୀନ ପଟ୍ଟନାୟକକୁ ଗୃହବନ୍ଦୀ ଭଳି କରି ଚଲାଇଛନ୍ତି ପାଣ୍ଡିଆନ ସରକାର ଚଳାଇଛନ୍ତି। ଏବଂ ଏପରିକି ସ୍ୱୟଂ ମୋଦି ମଧ୍ୟ ଆସିକରି ଏକଥା କହିଥିଲେ। ମୋଦି ଆସିକରି ସିଧାସଳଖ ନବୀନଙ୍କ ଅସୁସ୍ଥତାକୁ ନେଇକରି ପ୍ରଶ୍ନ କରିଥିଲେ ଏବଂ ସେ ଶାସନ କ୍ଷମତାକୁ ଆସିଲା ପରେ ଇଏ କରିବେ ବୋଲି ଗୋଟେ କମିଟି କରିବେ, ତଦନ୍ତ କରିବେ ନବୀନଙ୍କର ଅସୁସ୍ଥତା ସମ୍ପର୍କରେ। ତେଣୁକରି ଏଇ ଯେଉଁ ଭଳି ଭାବରେ ଅପପ୍ରଚାର ଚାଲିଥିଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସେଇଭଳି ଅପପ୍ରଚାର ଯୋଗ ଦେଇଥିଲେ, ଏହାଠୁ ଭଳି ଦୁଃଖର କଥା କିଛି ନାହିଁ। ଏବଂ ନିର୍ବାଚନରେ ଫାଇଦା ଉଠାଇବା ପାଇଁ ଯେଉଁ ସବୁ ଅପପ୍ରଚାର ଚାଲିଥିଲା ଏବଂ ନବୀନଙ୍କୁ ଅପଦସ୍ଥ କରିବା ପାଇଁ ଯେଭଳି ଭାବରେ ଶବ୍ଦମାନ ବ୍ୟବହାର କରାଯାଉଥିଲା, ତାହାର ଅନ୍ତ ବହୁ ପୂର୍ବରୁ ଘଟିବା ଉଚିତ ଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇନାହିଁ। ଏବଂ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରୀୟ ନେତା ଏପରିକି ସ୍ୱୟଂ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିଲା ସମୟରେ ଏଭଳି ଗୁଜବ ପ୍ରଚାର କରିଦେଇ ଯାଇଛନ୍ତି। ତେଣୁ ସେହି ଦୃଷ୍ଟିରୁ ନବୀନ ଆଜି ସ୍ପଷ୍ଟ କଲା ପରେ ମଧ୍ୟ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଭାବୁଛି। କିନ୍ତୁ ଏଇଟା ପୂର୍ଣ୍ଣଚ୍ଛେଦ ପଡ଼ିବା ତ ନିହାତି ଉଚିତ। କିନ୍ତୁ ବିଜେପି ଦଳ ଏବଂ ବିଜେପିର ତୁଙ୍ଗ ନେତାମାନେ ମଧ୍ୟ ଯେ ତାଙ୍କର ମୁହଁ ବନ୍ଦ କରିବେ ଏ ଆଶଙ୍କା ମୋର ନାହିଁ, ଏ ଆଶା ମୋର ନାହିଁ। କାରଣ ବିଜେପି ସବୁବେଳେ ନବୀନଙ୍କ ବିରୁଦ୍ଧରେ ଏଣୁ ତେଣୁ ପ୍ରଚାର କରିବା ଏବଂ ମିଛରେ ର୍ୟୁମର ଗୁଜବ ଚାଲୁ ରଖିବା ତାଙ୍କର ଏକମାତ୍ର ରଣକୌଶଳ ବୋଲି ପୂର୍ବରୁ ବହୁବାର ପ୍ରମାଣିତ ହୋଇଛି ଏବଂ ଏଥର ମଧ୍ୟ ପ୍ରମାଣିତ ହୋଇଛି। ତେଣୁକରି ତାଙ୍କୁ ନେଇକରି ସେ ଯେ ଉତ୍ତରାଧିକାରୀ ହେବେ ଏ ବିଷୟ ନେଇକରି ଚର୍ଚ୍ଚା କରିବାର କୌଣସି ଯଥାର୍ଥତା ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି। ବାସ୍ତବରେ ଦେଖିଲେ ପାଣ୍ଡିଆନ ଏଥର ନିର୍ବାଚନ ଲଢ଼ୁନାହାନ୍ତି ଏବଂ ପାଣ୍ଡିଆନ ସ୍ପଷ୍ଟ ଭାବରେ ଥରେ ନୁହଁ ବହୁବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ନିରାପତ୍ତା, ମୁଖ୍ୟମନ୍ତ୍ରୀଙ୍କ ଶାସନ କ୍ଷମତାକୁ ଆସିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରିବେ ଏବଂ ସବୁ ପ୍ରକାର ଉଦ୍ୟମ ମଧ୍ୟ ସେ ଚାଲୁ ରଖିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତାକୁ ବଢ଼ାଇବା ପାଇଁ ପାଣ୍ଡିଆନ ମଧ୍ୟ ବହୁ ପଦକ୍ଷେପ ନେଇଛନ୍ତି। କିନ୍ତୁ ବିଜେପି ଏବଂ ଅନ୍ୟାନ୍ୟ ବିରୋଧୀ ଦଳମାନେ ପ୍ରଶ୍ନ ପଚାରୁଛନ୍ତି ଯେ ପାଣ୍ଡିଆନ କିଏ, ସେ କାହିଁକି ଏଭଳି କରୁଛନ୍ତି। ଏବଂ ଏ ଭିତରେ ମଧ୍ୟ ସେ ଯେଉଁ ପ୍ରଚାର ଚଳାଇଛନ୍ତି ଯେ ଶାସନ କ୍ଷମତାକୁ ଆସିଲେ, ପ୍ରଧାନମନ୍ତ୍ରୀ ଶାସନ କ୍ଷମତାକୁ ଆସିଲେ ସେ ଇଏ କରିବେ, ରତ୍ନମନ୍ଦିରର ତାଲା ଖୋଲାଇବେ ଏବଂ ଯେଉଁମାନେ ସବୁ ଚିଟଫଣ୍ଡର ଯେଉଁମାନେ ଦୋଷୀ ସେମାନଙ୍କୁ ଓଲଟା ଝୁଲାଇ ଦେବେ ବୋଲି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ମଧ୍ୟ ବାରମ୍ବାର ଘୋଷଣା କରିଛନ୍ତି, ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ। କାରଣ ଚିଟଫଣ୍ଡର ତଦନ୍ତ ସିବିଆଇ ହିଁ କରୁଛି। ଓଡ଼ିଶା ଗଭର୍ଣ୍ଣମେଣ୍ଟର ଏଥିରେ କିଛି ତଦନ୍ତ କରିବାର ନାହିଁ। ଏପର୍ଯ୍ୟନ୍ତ ସିବିଆଇ ନିଜ ହାତରେ ରଖିକରି ସିବିଆଇ କି ଅମିତ ଶାହା
ଏବଂ କେନ୍ଦ୍ର ସରକାର ନୀରବ କାହିଁ ରହିଛନ୍ତି ବୋଲି ଓଡ଼ିଶାର ଜନସାଧାରଣ ପ୍ରଶ୍ନ କରୁଛନ୍ତି। କେବଳ ସେତିକି ନୁହଁ, ଏ ଯେଉଁ ଶାସନ କ୍ଷମତାକୁ ଆସିଲା ପରେ ରତ୍ନଭଣ୍ଡାର ତାଲା ଖୋଲିବେ ଏବଂ ରତ୍ନଭଣ୍ଡାର ତାଲା ଖୋଲିବାର କିଛି ଅସୁବିଧା ନାହିଁ, କିନ୍ତୁ ରତ୍ନଭଣ୍ଡାର ତାଲା ସମ୍ପର୍କରେ ଯେଉଁ ଗୁଜବ ପ୍ରଚାର ହେଉଛି ସେଇଟା ପୂର୍ବରୁ ସ୍ପଷ୍ଟ ହୋଇଯାଇଛି। କାରଣ ରତ୍ନଭଣ୍ଡାର ବିଗତ 40 ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି। ଯେତେବେଳେ କି ମୁଖ୍ୟମନ୍ତ୍ରୀ ନବୀନ ବାବୁ ନଥିଲେ, ନବୀନ ବାବୁ ଶାସନ କ୍ଷମତାକୁ ଆସିବାର ମାତ୍ର 25 ବର୍ଷ ହେଇଛି। ତେଣୁକରି ତା 15 ବର୍ଷ ପୂର୍ବରୁ ସେ ତାଲା ପଡ଼ିଯାଇଛି। ତେଣୁକରି ଯେଉଁ ଗୁଜବ ପ୍ରଚାର ହେଉଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ଏ ତାଲାର ଚାବିକି ନେଇଯାଇଛନ୍ତି ବୋଲି, ତାହା ମଧ୍ୟ ମିଥ୍ୟା ବୋଲି ଏ ଭିତରେ ସ୍ପଷ୍ଟୀକରଣ ଦିଆହେଇଛି। କିନ୍ତୁ ବିଜେପି ଦଳ ତାଙ୍କର ଯାହା ଗୁଜବ ପ୍ରଚାର କରିବା କଥା ତାହା ଚାଲୁ ରଖିଛନ୍ତି ଏବଂ ସେ ଗୁଜବକୁ କିଛି ଲୋକ ବିଶ୍ୱାସ କରୁଛନ୍ତି ଏବଂ କିଛି ଗଣମାଧ୍ୟମ ମଧ୍ୟ ତାହା ପ୍ରଚାର କରି ତାଙ୍କର ବ୍ୟକ୍ତିଗତ ଫାଇଦା ଉଠାଇବା ପାଇଁ ଉଦ୍ୟମ ଚଳାଇଛନ୍ତି।